कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम। प्रिय सज्जन मंडली, पूर्व वीडियो रे आमे अति बड़ी जगन्नाथ दास को प्रणीत श्रीमद् भागवत महापुराण प्रथम स्कंद दशम अध्याय पाठ करथिले। आज आसंतु आम पाठ करिबा एकादश अध्याय। ओम श्री परमात्मने नमः। श्रीमद् भागवत महापुराण प्रथम स्कंद एकादश अध्याय। 11 अध्यायर चरित कृष्ण द्वारका उपगत बंधु बांधव स्तुति घेनी विहार कले यदुमणि। सुत उवाच हेमन्ते निज राज्ये हरि मिलिले शंख नाद करी। से 5 जन्यर शब्द हरिला प्रजांक विषाद। से शंख धवल उदर विराजे श्रीकृष्णर कर। अधर रंगे रंग दिशि उच्च शब्द सेहु भासी। रकत पद्म कोले जेने शोभित कोल हंस स्वने। सेनाद जेते दूर स्फुरे जन्म मरण भय हरे। सेनाद स्फुरे घन घन शुणी सकल प्रजाजन। धामन्ति परम हरसे श्रीकृष्ण दर्शन लालसे। से हरि सर्वपूर्ण काम आत्मा प्रकाश आत्मा राम। रवि समीपे दीपपन्ति जे सने प्रजाए दियन्ति। विविध उपायन हस्ते मिलिले गोविंद अग्रते। तार निकटे रुंड होई सकले शिरे कर देई। बालक पिता सन्निधाने जेमन्ते मान अपमाने। आनंदे कृष्ण मुख चाहि बोलन्ति गद गद होई। भोनाथ परम कारण नमुत अभय चरण। शिव विरंची आदि देवे नित्य सेवन्ति आकुलोभे। जे चिंते आत्मार कल्याण तपाद पद्म नारायण। जे काल जगत संहारे से तर सेवके न पारे। तू आम्भ पिता माता पति सर्वसंपद क्षेम गति। परम गुरु दैवत सुहृद बंधु प्रिय मित्र। तो बिनु आम्भे नहु किछि कृतार्थ हेलु तोते देखी। अनाथ नाथ तू आम्भर देव मानवे अगोचर। तोर बदन नारायण प्रेम हसित निरीक्षण। से मुख देखु तोर देहे सर्व सौंदर्य जही रहे। जेबे सुहृद देखिबारे कुरुनगर मधुपुरे। इच्छारे करुतु गमन तोते न देखि आम्भ मन क्षणकय कोटि जुग मणे।
রজনী দিবস ন জানে। কোটি নয়ন প্রাণী বহি কি করে রবি যেবে না, কি করে রবি যেবে নাই। তোর প্রসন্ন বদন অখিଳ তাপ বিমোচন। চির প্রবাসে তা ন দেখি, কেমন্তে জীব আম্ভে রখি। এমন্তে জন মুখ শুনি, আনন্দ মনে চক্রপাণি। অমৃত নয়নে অনাই, পুরে প্রবেশে অহে ভাবগ্রাহী। যাদব সাত বଂଶ ମିଳି, ଶବଦ ଶୁଭେ କୁଶସ୍ଥଳୀ। ରକ୍ଷିତ ନିଜ ତୁଲ୍ୟ ବଳେ, ପାତାଳ ଜେନେ ନାଗ ବଳେ। ମତ ମାତଙ୍ଗ ଅଶ୍ୱଖର, ରଥ ଶକଟ ବହୁତର। ପଦାତି ବଳ ଅପ୍ରମିତ, ଘାମନ୍ତି ବୀରେ ଯୁଥ ଯୁଥ। ସକଳ ଋତୁ ପୁଷ୍ପ ଫଳେ, ଆଶ୍ରୟୀ ଲତା ଦ୍ରୁମ ମେଳେ। ପୁଣି ବିବିଧ ଉପବନେ, ଜଳେ ଜଳଜ ବିହଙ୍ଗମେ। ଶୋଭିତ ଦ୍ୱାରାବତୀ ପୁରୀ, ଜହି ବିଜୟ ନରହରି। ତୋରଣପୁର ଦ୍ୱାର ମାର୍ଗେ, ଉଚ୍ଚେ ବନ୍ଧନ ନାନା ରଙ୍ଗେ। ଧ୍ୱଜ ପତାକା ଚିତ୍ର ଶହେ, ସୂର୍ଯ୍ୟ କିରଣ ପଥେ ନହେ। ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ, ସିଞ୍ଚା କୁସୁମ ଗନ୍ଧନୀରେ। ଗୃହମାନଙ୍କ ଦ୍ୱାରେ ଦ୍ୱାରେ, ଦଧି ଅକ୍ଷତ ଇକ୍ଷୁ ଫଳେ। ପୂର୍ଣ୍ଣ କଳସ ଧୂପ ଦୀପ, କଦଳୀ ବୃକ୍ଷ ଯେ ଆରୋପ। କୃଷ୍ଣର ଆଗମନ ଜାଣି, ସଙ୍ଗତେ ବସୁଦେବ ଘେନି। ରାମ କ୍ରୂର ଉଗ୍ରସେନ, କୃଷ୍ଣର ଯେତେକ ନନ୍ଦନ। ହରଷେ ଉଛୁଳିଲା ମନ, ଉପେକ୍ଷୀ ଶୟନ ଭଜନ। ଉତ୍ତମ ହସ୍ତୀ ସଜ କରି, ମଙ୍ଗଳ ଦ୍ରବ୍ୟ ହସ୍ତେ ଧରି। ମଙ୍ଗଳ ବେଦନାଦ ସ୍ୱରେ, ଅଗ୍ରେ ଚଳିଲେ ବିପ୍ରବରେ। ଶଙ୍ଖ ମହୁରୀ ଭେରି ତୁଲେ, ଯେ ବାଦ୍ୟ ମଙ୍ଗଳ ଉଚାରି। ଶଙ୍ଖ ମହୁରୀ ଭେରି ତୁରି, ଯେ ବାଦ୍ୟ ମଙ୍ଗଳ ଉଚାରି। ଏମନ୍ତେ ପୁରଜନ ପଥେ, ଆନନ୍ଦେ ମିଳିଲେ ସମସ୍ତେ। ଶତ ସହସ୍ର ବାରଙ୍ଗନା, ଯେ ରୂପେ ଜଗତ ମୋହନା। କୁଣ୍ଡଳ ଲଳିତ ଶ୍ରବଣେ, ଲୋଚନ ପୂରିତ ଅଞ୍ଜନେ। ଅଳକା ତିଳକ କୁସୁମ, ଦେବମାନବେ ମନୋରମ। ନଟ କୀର୍ତ୍ତନ ବନ୍ଦୀ ସୁତେ, ଅଗ୍ରେ ଚଳନ୍ତି ଯୁଥେ ଯୁଥେ। କୃଷ୍ଣର ଅଦ୍ଭୁତ ଚରିତ, ବର୍ଣ୍ଣନ କରି ନୃତ୍ୟ ଗୀତ। ମିଳିଲେ ଗୋବିନ୍ଦର ପାଶେ, ସକଳେ ପରମ ହରଷେ। ଗୋବିନ୍ଦ ଦେଖି ପୁରଜନ, ତକ୍ଷଣେ ଉପେକ୍ଷୀ ଆସନ। ଯେ ହରି ସର୍ବଗୁଣ ନିଧି, ବନ୍ଧୁ ପୂଜିଲେ ଯଥାବିଧି। କାହାକୁ କଲେ ନମସ୍କାର, କାହାକୁ ଧରି କରେ କର। କାହାକୁ କଲେ ଆଲିଙ୍ଗନ, କାହାକୁ କରନ୍ତି କଲ୍ୟାଣ। କାହାକୁ ମନ୍ଦ ହାସେ ଚାହିଁ, ଭାବେ ତୋଷିଲେ ଭାବଗ୍ରାହୀ। ଆଶ୍ୱାସ କରି ପୁରଜନେ, ତୋଷିଲେ ସର୍ବବନ୍ଧୁଗଣେ। ଚଣ୍ଡାଳୁ ବିପ୍ର ଯାଏ ପୂଜା, କରି ତୋଷିଲେ ଦେବରାଜା। କୁଳ ପୂଜିତ ଜ୍ଞାନ ବୃଦ୍ଧ, କୃଷ୍ଣଙ୍କୁ କଲେ ଆଶୀର୍ବାଦ। ପୁରେ ପ୍ରବେଶ ଜନାର୍ଜନ, ସଙ୍ଗତେ ଯାନ୍ତି ବନ୍ଦୀଗଣ। ପଥେ ଗମନ୍ତେ ଭଗବାନ, ଦ୍ୱାରକାପୁର ବଧୂଜନ। ତକ୍ଷଣେ ଲାଜ ଦୂର କରି, ଆରୋହୀ ଅଟାଳି ପାଚେରି। ଦେଖିଣ କୃଷ୍ଣର ବଦନ ହରଷ, ଯେତେ ନାରୀଗଣ। ଯଦ୍ୟପି ନିତ୍ୟ ପୁରେ, କୃଷ୍ଣ ବଦନ ନିରନ୍ତରେ। ଦେଖି ତୃପତି ନୁହେଁ ମନେ, ଅମରେ ଜହ୍ନେ ସୁଧା ପାନେ। ମୋହନ ମୂର୍ତ୍ତି ଯେ ପ୍ରତ୍ୟକ୍ଷେ, ଲକ୍ଷ୍ମୀ ନିବାସ ଯାର ବକ୍ଷେ। ସୌନ୍ଦର୍ଯ୍ୟ ସୁଧା ଯାର ଗାତ୍ର, ପ୍ରାଣୀ ଲୋଚନ ପାନ ପାତ୍ର। ଯାହାର ଚାରି ଭୁଜ ତଳେ, ବାସବ ଆଦି ଦିଗପାଳେ। ଯାହାର ଅଭୟ ଚରଣ, ଭକତ ଜନଙ୍କ ଶରଣ। ଧବଳ ଛତ୍ର କେବା ଧରେ, କେବା ଚାମର ବିଞ୍ଚେ ଧୀରେ। ଜୟ ଶବଦ କେ କରନ୍ତି, କେବା କୁସୁମ ବରସନ୍ତି। ପଥେ ଗୋବିନ୍ଦ ତନୁ ଶୋଭା,
କିବା ଉପମା ତାରେ ଦେବା। ପୀତ ବସନ ବନମାଳ ଶ୍ରବଣେ ମକର କୁଣ୍ଡଳ। ପିସଙ୍ଗ ବସ୍ତ୍ର ମଧ୍ୟ ଭାଗେ ଯେନେ ବିଜୁଳି ନୀଳ ମେଘେ। ରବି ଶଶାଙ୍କ ଶୁକ୍ର ଚାପ ରବି ଶଶାଙ୍କ ଶକ୍ର ଚାପ ସ୍ୱଭାବେ ଘନ ନୀଳ ରୂପ। ପୁରେ ପଶନ୍ତି ବ୍ରହ୍ମ ରାଶି ତକ୍ଷଣେ ମାତୃଗଣେ ଆସି। ଆନନ୍ଦେ କରି ଆଲିଙ୍ଗନ କୃଷ୍ଣଙ୍କୁ କରନ୍ତି କଲ୍ୟାଣ। ଦେବକୀ ଆଦି ସପ୍ତ ନାରୀ ଚରଣେ ନମିଲେ ମୁରାରି। ସକଳ ମାତୃଗଣେ ମିଳି କୂଳେ ବସାଇ ବନମାଳି। ଅତ୍ୟନ୍ତ ପୁତ୍ର ସ୍ନେହ ଭରେ କ୍ଷୀର ସ୍ରବଇ ପୟୋଧରେ। ଅତି ଆନନ୍ଦେ ଅଶ୍ରୁ ଜଳେ ସିଞ୍ଚନ୍ତି କୃଷ୍ଣଙ୍କ ଉପରେ। ମାତୃଗଣଙ୍କ ସଙ୍ଗୁ ହରି ନିଜ ଭୁବନେ ବିଜେ କରି। 16,000 ପତ୍ନୀଙ୍କର ବିରାଜେ ରତ୍ନମୟପୁର। ସକଳ କାମ ପୂର୍ଣ୍ଣ ଧାମ ତହିଁ ବିଜୟେ ପୂର୍ଣ୍ଣ କାମ। ମାୟାର ବଳେ ବନମାଳି ପତ୍ନୀ ଭୁବନେ ବେଗେ ମିଳି। ଅଷ୍ଟ ଅଧିକ ପାଟରାଣୀ 16,000 ପରିମାଣି। ପଶିଲେ ଏତେ ରୂପ ହୋଇ ହାସ୍ୟ କଟାକ୍ଷେ ମନ ମୋହି। ଭୁବନେ ଦେଖି ନିଜ ପତି ସମ୍ଭ୍ରମେ ସକଳ ଯୁବତୀ। ଦୁରୁ ଗୋବିନ୍ଦ ମୁଖ ଦେଖି ଉଠିଲେ ଆସନ ଉପେକ୍ଷି। କିଅବା ଦେବା ପଟାନ୍ତର ଚକରେ ଯେନେ ନିଶାକର। ତକ୍ଷଣେ ହରି ରୂପ ଦେଖି ନିର୍ମଳ କରିବେନି ଆଖି। ଅନ୍ତରେ ସ୍ୱାମୀ ରୂପ ଧରି ନିବିଡ଼େ ଆଲିଙ୍ଗନ କରି। ପୁଣି କୃଷ୍ଣର ପାଶେ ମିଳି ପୁତ୍ରାଦି ଦ୍ୱାରା କୋଳ କରି। ସ୍ୱଭାବେ ସଲ୍ଲଜବଦନ ଲୋତକେ ପୂରିତ ନୟନ। ନିତ୍ୟ ହେ ପାଇଲେ ଏକାନ୍ତେ ତଥାପି କୃଷ୍ଣ ପାଦଗତେ। ଅତି ପୀରତି ନବ ନବ ସ୍ୱାମୀ ଚରଣେ କଲେ ଭାବ। ପାଦ ପଦ୍ମରେ ସେବା କଲେ କିଏ ତାହା ଛାଡ଼ି ପାରେ ଭଲେ। ଯେ ଲକ୍ଷ୍ମୀ ସ୍ୱଭାବେ ଚଞ୍ଚଳ ନ ଛାଡ଼େ ତା ପାଦ କମଳ। ଏହି ପ୍ରକାରେ ନରହରି ଛଳେ ଧରଣୀ ଭାରା ହରି। 10 ଅୟୁତ ରାଜା ଗଣେ ଉଭାରି ସଂହାରିଲେ ରଣେ। କଳି ଭିଆଇ ଅନ୍ୟେ ବାୟୁ ଯେସନେ ବେଣୁ ବନେ। ସ୍ୱମାୟା ବଳେ ନରହରି ମନୁଷ୍ୟ ଦେହେ ଅବତରି। ଅଜ୍ଞାନୀ ଯେନେ ଗୃହେ ଥାଇ ବଞ୍ଚେ ଶରୀର ବଶ ହୋଇ। ପତ୍ନୀର ଭାବ ପ୍ରେମ ରଙ୍ଗେ ଯନ୍ତ୍ରିତ ମୋହନ ଅନଙ୍ଗେ। କୃଷ୍ଣର ଯେତେ ନାରୀଗଣ ସୁନ୍ଦରେ ମୋହନ୍ତି ମୋହନ। ସ୍ୱଭାବେ ପ୍ରେମ ମନ୍ଦହାସେ ନିତ୍ୟ ସେବନ୍ତି କୃଷ୍ଣ ପାଶେ। ବିବିଧ ଆଲିଙ୍ଗନ ଦେଇ ତା ମନ ନ ପାରିଲେ ମୋହି। କାହୁଁ ପାରିବେ ବଶ କରି ନିର୍ଲେପ ପ୍ରଭୁ ନରହରି। ଏ ଜୀବ ଲୋକ କାହୁଁ ଜାଣେ ଆପଣା ତୁଲ୍ୟ କରି ମଣେ। ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ। କହଇ ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। इति श्रीमद्भागवते महापुराणे परमहंस संहितायां प्रथमस्कन्धे नैमिषोपाख्याने श्रीकृष्ण द्वारका प्रवेशो नाम 11 अध्याय। ओम नमो भगवते वासुदेवाय। हरि ओम।